ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ବନ୍ଧୁଗଣ, ଆଜିର ବିଷୟ ଦର୍ଶନାଥ ମୁକ୍ତିକୁ ଆପଣଙ୍କୁ ସ୍ୱାଗତ। 17 ଦଶକର ଓଡ଼ିଆ କବି ଭକ୍ତ ଶାଲବେଗଙ୍କର ରଚିତ ଗୋଟିଏ ଲୋକପ୍ରିୟ ଭଜନର ପ୍ରଥମ ଧାଡ଼ି ହେଉଛି ଚାଲ ସଖୀ ଆମ୍ଭେ ଦର୍ଶନ କରିବା। ସେ ଭଜନର ଧାଡ଼ି ଆଜି ବି ଜଗନ୍ନାଥ ଭକ୍ତ ଓଡ଼ିଆମାନଙ୍କୁ ଉଲ୍ଲସିତ କରିପକାଏ। ଭଜନଟି ଏହିପରି: ଚାଲ ସଖୀ ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ, କେଉଁ ସୁରପତି ବେଶ କରିଅଛି ଗିରିବର ତଳିବାକୁ, ସେ ଯେ ଶ୍ରୀମୁଖ ତୋରା ଶିରେ ସୁନାସୁତା କିରା କିରା, ଶ୍ୱେତ ପଦ୍ମ ଆଖି ଦେଖିଲେ ଗୋ ସଖୀ, ଚିତକି ବାହୁଡ଼େ ଆଉ, କର୍ଣ୍ଣରେ କୁଣ୍ଡଳ ଦିଶେ ଝଲ ଝଲ କୌସ୍ତୁଭ ଦାଉ ଦାଉ, ସେ ଯେ ହିଆ ବୃଷାଳ ମିଶିବାର ବାରାନିଧି ଫଳ, ସେ ଯେ ହିରିଆ ବୃଷାଳ। ଶଙ୍ଖଚକ୍ର ଗଦା ପଦ୍ମ ମହାପ୍ରଭୁ ଧରିଛନ୍ତି ଆଣ୍ଟ କରି, ଦୁଃସହ ଦୁର୍ଗତି ଗ୍ରହ ପୀଡ଼ାମାନେ ଆଉ କି ପାରିବେ ତରି, ସେ ଯେ ଦୟାସାଗର ତାଙ୍କ ପଦ୍ମପାଦେ ଲୟ କର, ସେ ଯେ ଦୟାସାଗର। ଶ୍ରୀ ପୁରୁଷୋତ୍ତମେ ରହଣି କରିବା ଖାଇବା ଛଡ଼ା ତୁଳସୀ, କହେ ଶାଲବେଗ ହରି ହେ କହେ ଶାଲବେଗ, ସିଂହଦ୍ୱାରଠାରେ ହୋଇଥିବା କ୍ଷେତ୍ରବାସୀ, ସେ ଯେ ଆରତ ତ୍ରାଣ ତାଳ ଗଛକୁ ସିଂହେ ପ୍ରାଣ, ସେ ଯେ ଆରତ ତ୍ରାଣ। ଚାଲ 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 ପଶିବା ଶରଣ, ସେ ଯେ ଆରତ ତ୍ରାଣ ତାଙ୍କ ପଦ୍ମପାଦେ ଲୟ କର, ସେ ଯେ ଆରତ ତ୍ରାଣ, ସେ ଯେ ଆରତ ତ୍ରାଣ, ସେ ଯେ ଆରତ ତ୍ରାଣ। ଶାଲବେଗଙ୍କର ଏ ଭଜନର ପଦରେ ପଦରେ ରହିଛି ଭକ୍ତି, ସମର୍ପଣ, ତତ୍ତ୍ୱ ଦର୍ଶନ, ଦିବ୍ୟ ଚକ୍ଷୁରେ ଅନୁଭବର ବାସନା ଓ ମୋକ୍ଷ ପ୍ରାପ୍ତି। ଖ୍ରୀଷ୍ଟପୂର୍ବ 486 ପୂର୍ବରୁ ଆଦି ଶଙ୍କରାଚାର୍ଯ୍ୟ ପୁରୀ ଜଗନ୍ନାଥ ଧାମକୁ ଆସିଥିଲେ। ତାଙ୍କ ଆଗମନ କାଳରେ ସେ ମନ୍ଦିରର ନୀତିକାନ୍ତିରେ ବହୁତ ସାରା ସୁଧାର ଆଣିଥିଲେ। ମନ୍ଦିରରେ ସେତେବେଳେ ଚତୁର୍ଦ୍ଧାମୂର୍ତ୍ତି ନଥିଲେ, ସେମାନେ ସବୁ ଅଜ୍ଞାତବାସରେ ଥିଲେ। ଅନେକ ବର୍ଷ ପୂର୍ବରୁ ଅଜ୍ଞାତବାସରେ ଥିଲେ। ଶଙ୍କରାଚାର୍ଯ୍ୟ ନିଜର ଦିବ୍ୟ ଚକ୍ଷୁ ଓ ଜ୍ଞାନ ବଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଉଦ୍ଧାର କରି ମନ୍ଦିରର ରତ୍ନ ସିଂହାସନରେ ପୁନଃ ପ୍ରତିଷ୍ଠିତ କରାଇଲେ। ପୁରୀରେ ଗୋବର୍ଦ୍ଧନ ମତ ପ୍ରତିଷ୍ଠା କଲେ। ଜଗନ୍ନାଥଙ୍କର ମହିମାରେ ମହିମାନ୍ୱିତ ହୋଇ ଶଙ୍କରାଚାର୍ଯ୍ୟ ଜଗନ୍ନାଥ ଅଷ୍ଟକମ୍ ରଚନା କଲେ। ଏଥିରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ମହିମାକୁ ପ୍ରଶଂସା କରି 8ଟି ଶ୍ଲୋକର ରଚନା କରାଯାଇଛି। ଏଥିରେ ଜଗନ୍ନାଥଙ୍କର ଦିବ୍ୟ ଗୁଣ, ଦୟା ଓ ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରି ସେ ଯେ ଏ ଜଗତର ପାଳନକର୍ତ୍ତା ତାହା ବର୍ଣ୍ଣନା କରାଯାଇଅଛି। ମନ୍ମାଥ ଶ୍ରୀ ଜଗନ୍ନାଥ ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ, ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ଅର୍ଥାତ୍ ଶ୍ରୀ ଜଗନ୍ନାଥ ମୋର ସର୍ବସ୍ୱ, ସେ ହିଁ ସମଗ୍ର ଜଗତର ଗୁରୁ ତଥା ମୋର ମଧ୍ୟ ଗୁରୁ। ସେ ସମସ୍ତଙ୍କର ଶରୀରରେ ବିଦ୍ୟମାନ, ସେ ପରମାତ୍ମା, ସେ ମୋର ମଧ୍ୟ ଆତ୍ମା। ସେହି ଜଗତଗୁରୁଙ୍କୁ ମୋର ଭକ୍ତିପୂତ ପ୍ରଣିପାତ। ବନ୍ଧୁଗଣ, ଜଗନ୍ନାଥ ଶବ୍ଦର ଅର୍ଥ କ'ଣ? ଜଗନ୍ନାଥ ଏକ ସଂସ୍କୃତ ଶବ୍ଦ। ଏହା ଦୁଇଟି ଶବ୍ଦ ଯଥା ଜଗତ ଏବଂ ନାଥ, ଜଗରୁ ନିଷ୍କର୍ଣ୍ଣ ହୋଇଛି। ଜଗତ ଅର୍ଥ ବିଶ୍ୱ ବ୍ରହ୍ମାଣ୍ଡ, ସଂସାର, ୟୁନିଭର୍ସ ଇତ୍ୟାଦି। ନାଥ ଶବ୍ଦର ଅର୍ଥ ପ୍ରଭୁ, ସ୍ୱାମୀ, ଗଡ୍, ଲର୍ଡ ଇତ୍ୟାଦି। ଅତଏବ ଜଗନ୍ନାଥ ଅର୍ଥ ଏ ସମଗ୍ର ଜଗତ, ବିଶ୍ୱ ବ୍ରହ୍ମାଣ୍ଡ, ସଂସାରର ଯିଏ ପ୍ରଭୁ, ଯିଏ ସ୍ୱାମୀ, ଗଡ୍ ବା ଲର୍ଡ ଅଫ୍ ୟୁନିଭର୍ସ। ସନାତନ ହିନ୍ଦୁ ଧର୍ମରେ ସେ ହେଉଛନ୍ତି ବିଷ୍ଣୁ, ଯିଏ ପରମାତ୍ମା, ଈଶ୍ୱର, ପରମେଶ୍ୱର, ବ୍ରହ୍ମ ଇତ୍ୟାଦି। ସେହି ଜଗନ୍ନାଥଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ଫଳ ମିଳିଥାଏ। ତେଣୁ ଶାଲବେଗ ଅତ୍ୟନ୍ତ ଆବେଗରେ ଗାଇ ଉଠିଲେ, ଚାଲ ସଖୀ ଆମ୍ଭେ ଦର୍ଶନ କରିବା। ବନ୍ଧୁଗଣ, ଏହି ଦର୍ଶନର ଅର୍ଥ କ'ଣ ତାହା ବ୍ୟାଖ୍ୟା କରିବା ଏହି ଭିଡ଼ିଓଟିର ଉଦ୍ଦେଶ୍ୟ। ଆଶା ଆପଣମାନେ ଏହାର ପୁରା ଫାଇଦା ନେବେ, ଦର୍ଶନର ପ୍ରକୃତ ଅର୍ଥକୁ ବୁଝିବେ। ଦୃଶ୍ ଧାତୁରେ ଲ୍ୟୁଟ୍ ପ୍ରତ୍ୟୟ ହେଲେ ଦର୍ଶନ ପଦଟି ନିଷ୍କର୍ଣ୍ଣ ହୁଏ। ଦର୍ଶନ ପଦର ଦୁଇଟି ଅର୍ଥ ରହିଛି, ଗୋଟିଏ ସାଧାରଣ ଅର୍ଥ ଏବଂ ଅନ୍ୟଟି ତାତ୍ତ୍ୱିକ ଅର୍ଥ। ଏହାର ସାଧାରଣ ଅର୍ଥ ହେଉଛି ଅବଲୋକନ କରିବା, ଦେଖିବା, ଜାଣିବା, ନିରୀକ୍ଷଣ କରିବା, ଦୃଷ୍ଟି ଦେବା, ଅନୁଭବ କରିବା ଇତ୍ୟାଦି। ଦର୍ଶନର ତାତ୍ତ୍ୱିକ ଅର୍ଥ ହେଉଛି ଦିବ୍ୟ ଦୃଷ୍ଟିରେ ସାକ୍ଷାତକାର କରିବା, ତତ୍ତ୍ୱଜ୍ଞାନ ଦ୍ୱାରା ବିଚାର କରିବା, ଉପଲବ୍ଧି କରିବା, ସିଦ୍ଧାନ୍ତ ଦ୍ୱାରା ବିଚାର କରିବା ଇତ୍ୟାଦି। ତେଣୁ ସାମଗ୍ରିକ ଭାବରେ ଦର୍ଶନର ଅର୍ଥ ଯାହାଦ୍ୱାରା ଦେଖାଯାଏ, ଜାଣି ହୁଏ, ପ୍ରକୃତ ତତ୍ତ୍ୱକୁ ହୃଦୟଙ୍ଗମ କରିହୁଏ, ତାହା ହିଁ ଦର୍ଶନ ଅଟେ। ତେଣୁ କୁହାଯାଇଛି ଦୃଶ୍ୟତେ ଅନେନ ଇତି ଦର୍ଶନମ୍, ଅର୍ଥାତ୍ ଯେଉଁ ଜ୍ଞାନ ଦ୍ୱାରା ସତ୍ ଅସତ୍ ତଥା ଆତ୍ମ ଅନାତ୍ମଙ୍କୁ ଜାଣି ହୁଏ, ତାହା ହିଁ ଦର୍ଶନ ଅଟେ। ସାଧାରଣ ଦର୍ଶନ ଅପେକ୍ଷା ତତ୍ତ୍ୱ ଦର୍ଶନ ହେଉଛି ବାସ୍ତବିକ ଦର୍ଶନ। ତତ୍ତ୍ୱ ଦର୍ଶନ ଦ୍ୱାରା ବ୍ରହ୍ମର ବା ସତ୍ୟର ସାକ୍ଷାତକାର ବା ଅନୁଭବ ବା ଉପଲବ୍ଧି କରାଯାଇପାରେ।
ତେଣୁ ମଣିଷ ସାଧାରଣ ଦର୍ଶନ ନ କରି ତତ୍ତ୍ୱ ଦର୍ଶନ କରିବା ଉଚିତ। ତତ୍ତ୍ୱ ଦର୍ଶନ ହିଁ ମୋକ୍ଷ ପ୍ରାପ୍ତିର ମାର୍ଗ ଅଟେ। ଦର୍ଶନ ଶାସ୍ତ୍ର କହେ ପ୍ରାଣୀର ଶରୀରରେ ଥିବା 5 ଜ୍ଞାନେନ୍ଦ୍ରିୟ ଯଥା କର୍ଣ୍ଣ, ତ୍ୱଚା, ଚକ୍ଷୁ, ଜିହ୍ୱା ଓ ନାସିକା ମାଧ୍ୟମରେ 5ଟି ବିଷୟ ବାସନା ଯଥା ଶବ୍ଦ, ସ୍ପର୍ଶ, ରୂପ, ରସ ଓ ଗନ୍ଧକୁ ଇନ୍ଦ୍ରିୟମାନଙ୍କ ଦ୍ୱାରା ନିଜ ଅନୁଭବରେ ବିବେଚନା କରିବାକୁ ଦର୍ଶନ କୁହାଯାଏ। ରଥଯାତ୍ରାରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦର୍ଶନକୁ ବିଶେଷ ମାନ୍ୟତା ଦିଆଯାଇଅଛି। କୁହାଯାଇଛି ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ, ଅର୍ଥାତ୍ ରଥରେ ଶ୍ରୀଜୀଉମାନଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୋଇନଥାଏ। ପ୍ରାଣୀର ଦୁଃଖ ନିବୃତ୍ତି ଏବଂ ପରମାନନ୍ଦ ପ୍ରାପ୍ତି ହୋଇଥାଏ। ଶ୍ରୀ ଜଗନ୍ନାଥ ହେଉଛନ୍ତି ଦାରୁ ବ୍ରହ୍ମ। ବିଗ୍ରହ ମଧ୍ୟରେ ବ୍ରହ୍ମଙ୍କୁ ସ୍ଥାପନା କରାଯାଇଛି। ଶ୍ରୀ ଜଗନ୍ନାଥ ହେଉଛନ୍ତି ବ୍ରହ୍ମ, ପରମାତ୍ମା, ଈଶ୍ୱର, ପରମେଶ୍ୱରଙ୍କର ପ୍ରତୀକ। ତାଙ୍କ ଦର୍ଶନ ଅର୍ଥ ବ୍ରହ୍ମ, ପରମାତ୍ମା, ଈଶ୍ୱର, ପରମେଶ୍ୱରଙ୍କର ଦର୍ଶନ। ମନୁଷ୍ୟ ଜନ୍ମର 2ଟି ଲକ୍ଷ୍ୟ ରହିଛି ବନ୍ଧୁଗଣ। ପ୍ରଥମ ଲକ୍ଷ୍ୟଟି ହେଉଛି ସାଂସାରିକ ଲକ୍ଷ୍ୟ, ଦ୍ୱିତୀୟଟି ହେଉଛି ପାରମାର୍ଥିକ ଲକ୍ଷ୍ୟ। ସାଂସାରିକ ଲକ୍ଷ୍ୟ ହେଉଛି ରୋଜଗାର କରିବା, ସଂସାର ପାଳନ ପ୍ରତିପୋଷଣ କରିବା, ସନ୍ତାନ ପ୍ରାପ୍ତି କରିବା, ଭବିଷ୍ୟତ ପାଇଁ ସଞ୍ଚୟ କରିବା, ବିଷୟ ବାସନାକୁ ଚରିତାର୍ଥ କରିବା ଇତ୍ୟାଦି। ମନୁଷ୍ୟର ପାରମାର୍ଥିକ ଲକ୍ଷ୍ୟ ହେଉଛି ବ୍ରହ୍ମ, ଈଶ୍ୱର, ପରମାତ୍ମା, ପରମେଶ୍ୱରଙ୍କର ଅନୁଭୂତି ପାଇବା, ତାଙ୍କୁ ଉପଲବ୍ଧି କରିବା, ସାକ୍ଷାତକାର କରିନେବା ଇତ୍ୟାଦି। ଏ ପାରମାର୍ଥିକ ଲକ୍ଷ୍ୟ ଦ୍ୱାରା ପ୍ରାଣୀ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ପାଇଥାଏ। ତାର ଜୀବନରେ ଦୁଃଖ ନିବୃତ୍ତି ହୋଇଥାଏ, ତାକୁ ପରମାନନ୍ଦ ପ୍ରାପ୍ତି ହୋଇଯାଏ, ଅର୍ଥାତ୍ ପ୍ରାଣୀ ମୁକ୍ତି ବା ମୋକ୍ଷ ପ୍ରାପ୍ତି କରିନିଏ। ମନୁଷ୍ୟ ପ୍ରଥମେ ସାଧାରଣ ଦର୍ଶନରେ ଅଭ୍ୟସ୍ତ ହୁଏ। କ୍ରମେ କ୍ରମେ ଈଶ୍ୱର ଭକ୍ତି ଓ ଶ୍ରଦ୍ଧା ବଢ଼େ। ବାରମ୍ବାର ଶ୍ରୀ ଜଗନ୍ନାଥ ବିଗ୍ରହଙ୍କୁ ଦର୍ଶନ କରିବାର ଇଚ୍ଛା ହୁଏ। କ୍ରମେ ସାଧାରଣ ଦର୍ଶନରୁ ତତ୍ତ୍ୱ ଦର୍ଶନ ଦିଗରେ ମନୁଷ୍ୟ ଅଗ୍ରସର ହୁଏ। ତତ୍ତ୍ୱ ଦର୍ଶନର ସିଦ୍ଧାନ୍ତ ତା ହୃଦୟରେ ଗୁଞ୍ଜରିତ ହୁଏ। ଯେମିତି ଈଶ୍ୱର କେବଳ ସାକାର ନୁହନ୍ତି, ଈଶ୍ୱର ନିରାକାର ମଧ୍ୟ। ତାଙ୍କ ଦର୍ଶନର ଅର୍ଥ ତାଙ୍କୁ କେବଳ ଖାଲି ଆଖିରେ ଦେଖିବା ନୁହେଁ। ଦର୍ଶନ ପ୍ରକୃତ ଅର୍ଥ ତାଙ୍କୁ ଅନୁଭବ କରିବା, ତାଙ୍କ ଉପସ୍ଥିତିକୁ ଜାଣିବାକୁ ଚେଷ୍ଟା କରିବା। ଈଶ୍ୱରଙ୍କର ଗୁଣ, କର୍ମ, ସ୍ୱଭାବ ତଥା ସାକାର ଓ ନିରାକାର ଉଭୟ ରୂପକୁ ଅନୁଭବ କରିବା ହିଁ ପ୍ରକୃତ ଦର୍ଶନ ଅଟେ। ବହୁଦିନ ତଳର କଥା। ମହାରାଷ୍ଟ୍ରରୁ ଗଣପତି ଭଟ୍ଟ 15ଶହ ଶତାବ୍ଦୀରେ ପୁରୀ ମନ୍ଦିରକୁ ବୁଲିବାକୁ ଆସିଥିଲେ, ଯିଏକି ଜଣେ ଭଗବାନ ଗଣେଶଙ୍କର ପରମ ଭକ୍ତ ଥିଲେ। ସେ ଚାହୁଁଥିଲେ ସ୍ନାନ ପୂର୍ଣ୍ଣିମା ଦିନ ଜଗନ୍ନାଥଙ୍କୁ ଗଣେଶଙ୍କ ରୂପରେ ଦର୍ଶନ କରିବେ, କିନ୍ତୁ ସ୍ନାନ ବେଦୀରେ ମହାପ୍ରଭୁଙ୍କର ଅନନ୍ୟ ରୂପ ଦେଖିଲେ, କିନ୍ତୁ ଗଣେଶ ରୂପକୁ ଦେଖିପାରି ନପାରିବାରୁ ଘରକୁ ମନ ଦୁଃଖରେ ବାହୁଡ଼ିଗଲେ। ବାଟରେ ବିଶ୍ରାମ ନେବା କାଳରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜଣେ ବ୍ରାହ୍ମଣ ବେଶରେ ଗଣପତି ଭଟ୍ଟଙ୍କୁ ପ୍ରବର୍ତ୍ତାଇଲେ ମହାପ୍ରଭୁଙ୍କର ସ୍ନାନଯାତ୍ରାର ଅନ୍ତିମ ବେଶଟିକୁ ଦେଖି ଆସିବାକୁ। ଭକ୍ତର ମନସ୍କାମନା ପୂର୍ଣ୍ଣ କରିବାକୁ ମହାପ୍ରଭୁ ହାତୀ ବେଶ ଧାରଣ କରିବାର ବ୍ୟବସ୍ଥା ମନ୍ଦିରର ସ୍ନାନବେଦୀ ଉପରେ କରାଇଲେ। ସେହିଦିନଠାରୁ ପ୍ରତିବର୍ଷ ସ୍ନାନବେଦୀରେ ମହାସ୍ନାନ ପରେ ହାତୀ ବେଶର ବ୍ୟବସ୍ଥା ଓ ପରମ୍ପରା ରହିଅଛି। ଗଣପତି ଭଟ୍ଟ ଫେରିଆସି ସ୍ନାନବେଦୀ ଉପରେ ମହାପ୍ରଭୁଙ୍କର ହାତୀ ବେଶ ଦର୍ଶନ କରି କୃତକୃତ୍ୟ ହେଲେ। ଏ ଗଜାନନ ବେଶ ଏହା ପ୍ରମାଣ ଦିଏ କି ମହାପ୍ରଭୁ ତାଙ୍କର ଭକ୍ତର ନିର୍ଦ୍ଦିଷ୍ଟ ରୂପର ଦର୍ଶନର କାମନାକୁ ମଧ୍ୟ ପୂରଣ କରିଥାନ୍ତି, ଯାହା ଜଗନ୍ନାଥ ସଂସ୍କୃତିର ସମାବେଶୀ ସ୍ୱଭାବ ବା ସମସ୍ତଙ୍କୁ ସାଥିରେ ଗ୍ରହଣ କରି ଚାଲିବାର ସ୍ୱଭାବକୁ ଦର୍ଶାଇଥାଏ। ଭକ୍ତି ମାର୍ଗରେ ତତ୍ତ୍ୱ ଦର୍ଶନର ମହତ୍ତ୍ୱ ଯଥେଷ୍ଟ ରହିଛି। ପ୍ରକୃତ ଭକ୍ତ ତା ଇଷ୍ଟଦେବଙ୍କୁ ତା ମାନସ ଚକ୍ଷୁରେ ତତ୍ତ୍ୱ ଦର୍ଶନ ପ୍ରାପ୍ତ କରିପାରେ। ଈଶ୍ୱରଙ୍କର ସାକାର ରୂପରେ ନିରାକାର ରୂପର ସନ୍ଧାନ ମଧ୍ୟ ପ୍ରାପ୍ତ କରେ ଏବଂ ମୋକ୍ଷ ମାର୍ଗରେ ଅଗ୍ରସର ହୋଇଥାଏ। ବନ୍ଧୁଗଣ, ଯେକୌଣସି ବ୍ୟକ୍ତି ଈଶ୍ୱରଙ୍କର ପ୍ରତୀକ ସାକାର ରୂପ ବା ଶ୍ରୀଜୀଉମାନଙ୍କର କାଠରେ ନିର୍ମିତ ବିଗ୍ରହକୁ ଚକ୍ଷୁ ଦ୍ୱାରା ଦର୍ଶନ କରିପାରିବେ। ମାତ୍ର ଯୋଗୀ ଏବଂ ସାଧକମାନେ ଦିବ୍ୟ ଚକ୍ଷୁ ଦ୍ୱାରା ନିରାକାର ଈଶ୍ୱରଙ୍କୁ ଅନୁଭବ ଏବଂ ଉପଲବ୍ଧି କରିପାରିବେ। ସାକାର ବିଗ୍ରହଙ୍କୁ ସାଧାରଣ ଦର୍ଶନ କରାଯାଇପାରେ, ମାତ୍ର ତତ୍ତ୍ୱ ଦର୍ଶନ ପାଇଁ ଜ୍ଞାନ ଓ ସାଧନାର ଆବଶ୍ୟକତା ଅଛି। ଚାକ୍ଷୁଷ ଦର୍ଶନରେ ମୁକ୍ତି ବା ମୋକ୍ଷ କଷ୍ଟକର, ମାତ୍ର ତତ୍ତ୍ୱ ଦର୍ଶନରେ ମୁକ୍ତି ବା ମୋକ୍ଷ ପ୍ରାପ୍ତି ହୋଇପାରିବ। ଚାକ୍ଷୁଷ ଦର୍ଶନ କେବଳ ମନ୍ଦିରରେ ହିଁ ସମ୍ଭବ ହୁଏ, ମାତ୍ର ତତ୍ତ୍ୱ ଦର୍ଶନ ନିଜର ଆତ୍ମାରେ ପରମାତ୍ମାଙ୍କୁ ଦର୍ଶନ ସମ୍ଭବ ହୁଏ ଏବଂ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ମଧ୍ୟ। ତେଣୁ ବନ୍ଧୁଗଣ, ଏବେ ନିଶ୍ଚିତ ପ୍ରଶ୍ନ ଉଠିବ କି ଈଶ୍ୱର ଦର୍ଶନ ପ୍ରାପ୍ତିର ଉପାୟ କ'ଣ? ଶ୍ରୀମଦ୍ ଭଗବତ୍ ଗୀତାରେ
ଭଗବାନ ଶ୍ରୀକୃଷ୍ଣ ତାଙ୍କର ପ୍ରିୟ ସଖା ଅର୍ଜୁନଙ୍କୁ ଭଗବତ ଦର୍ଶନ ନିମନ୍ତେ 3ଟି ମାର୍ଗର କଥା କହିଛନ୍ତି। ପ୍ରଥମ କର୍ମ ମାର୍ଗ ବା କର୍ମଯୋଗ, ଦ୍ୱିତୀୟ ଭକ୍ତି ମାର୍ଗ ବା ଭକ୍ତି ଯୋଗ, ତୃତୀୟ ଜ୍ଞାନ ମାର୍ଗ ବା ଜ୍ଞାନ ଯୋଗ। ଏ ମାର୍ଗ ଗୁଡ଼ିକ ଭିନ୍ନ ଭିନ୍ନ ହେଲେ ମଧ୍ୟ ସେମାନଙ୍କର ଲକ୍ଷ୍ୟ ଏକ ଅଟେ। ଏ ମାର୍ଗ ଗୁଡ଼ିକର ବିସ୍ତୃତ ବର୍ଣ୍ଣନା ଗୀତାରେ ବର୍ଣ୍ଣିତ ହୋଇଅଛି। ଏଗୁଡ଼ିକୁ ବ୍ୟାଖ୍ୟା କରିବା ଏ ଭିଡ଼ିଓର ଉଦ୍ଦେଶ୍ୟ ନୁହେଁ, ବରଂ ଏ ମାର୍ଗମାନଙ୍କର ଠାରୁ ଏକ ସହଜ ଏବଂ ସରଳ ମାର୍ଗ ଯାହା ଭଗବାନ ଶ୍ରୀକୃଷ୍ଣ ତାଙ୍କର ପ୍ରିୟ ସଖା ଅର୍ଜୁନଙ୍କୁ ଏ 3ଟି ମାର୍ଗ ସମ୍ବନ୍ଧରେ ଉପଦେଶ ପ୍ରଦାନ କଲା ପରେ ତାର ବ୍ୟାଖ୍ୟା କରିଛନ୍ତି, ତାହା ହିଁ ଆମେ ଆଲୋଚନା କରିବା। ତାହା କ'ଣ? ଆସନ୍ତୁ ଜାଣିବା। ତାହା ହେଉଛି ଶରଣାଗତିର ମାର୍ଗ ବା ସମର୍ପଣ ଭାବ। ଗୀତାର ଭାଗ 18ର ଶ୍ଲୋକ 66ରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ପରିପାପେଭ୍ୟ ସର୍ବପାପେଭ୍ୟ ମୋକ୍ଷୟିଷାମି ମା ଶୁଚଃ। ଅର୍ଥାତ୍ ସବୁ ଧର୍ମ, ସବୁ ଉପଚାର, ସାଂସାରିକ କର୍ତ୍ତବ୍ୟ, ଆସକ୍ତି ତଥା ସାମାଜିକ ପ୍ରତିଷ୍ଠା, ଅହଂ ଭାବକୁ ପରିତ୍ୟାଗ ପୂର୍ବକ କେବଳ ମୋର ଠାରେ ଅର୍ଥାତ୍ ଶ୍ରୀକୃଷ୍ଣ ବା ଶ୍ରୀ ନାରାୟଣଙ୍କ ଠାରେ ସମର୍ପିତ ହୁଅ ବା ଶରଣାଗତ ହୁଅ। ମୁଁ ତୁମକୁ ସବୁ ପାପରୁ ମୁକ୍ତ କରିଦେବି। ଏହାର ବ୍ୟବହାରିକ ଅର୍ଥ ହେଉଛି ସବୁ କର୍ତ୍ତବ୍ୟକୁ ଛାଡ଼ି ଦେଇ ଅଳସୁଆ ହୋଇଯିବା ନୁହେଁ, ବରଂ କର୍ମ କରିଚାଲିବା। କର୍ମର ଫଳକୁ ଈଶ୍ୱର ପ୍ରଦାନ କରିବାର ଦାୟିତ୍ୱ ଦେଇ ମନୁଷ୍ୟ ନିଜେ ଈଶ୍ୱରଙ୍କର ଶରଣକୁ ଚାଲିଯିବାର ଉଚ୍ଚତର ମାର୍ଗକୁ ବୁଝାଇଥାଏ ଏ ଶ୍ଲୋକ। ବନ୍ଧୁଗଣ, ତେବେ ବିଭିନ୍ନ ଯୁଗରେ ଅର୍ଥାତ୍ ସନାତନ ହିନ୍ଦୁ ଧର୍ମରେ 4ଟି ଯୁଗ ଯଥା ସତ୍ୟଯୁଗ, ତ୍ରେତାଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗରେ ଭଗବତ ପ୍ରାପ୍ତିର ସାଧନାକୁ ଆହୁରି ସରଳ କରିଦିଆଯାଇଛି। ଏହାର ପ୍ରମାଣ ମିଳେ ଅତିବଡ଼ି ଜଗନ୍ନାଥ ଦାସଙ୍କର ରଚିତ ଶ୍ରୀମଦ୍ ଭାଗବତର 12ଶ ସ୍କନ୍ଧରେ। ସେଥିରେ ସେ ଉଲ୍ଲେଖ କରିଛନ୍ତି, ସତ୍ୟଯୁଗରେ ଧ୍ୟାନ ଫଳ, ତ୍ରେତାରେ ଯଜ୍ଞାଦି ସକଳ, ଦ୍ୱାପରେ ପୂଜାର ବିଧାନ, କଳିରେ ନାମ ସଂକୀର୍ତ୍ତନ। ଅର୍ଥାତ୍ ସତ୍ୟଯୁଗରେ ଧ୍ୟାନ ବା ତପସ୍ୟା ଦ୍ୱାରା ତତ୍ତ୍ୱ ଦର୍ଶନ ବା ଈଶ୍ୱର ଉପଲବ୍ଧି କରାଯାଇପାରେ, ତ୍ରେତା ଯୁଗରେ ଯଜ୍ଞ ଦ୍ୱାରା, ଦ୍ୱାପରରେ ପୂଜା ଦ୍ୱାରା, କିନ୍ତୁ କଳିଯୁଗ, ଏବେ ଆମେ ଯେଉଁ ଯୁଗରେ ବାସ କରୁଛୁ, ଭଗବତ ପ୍ରାପ୍ତି ପ୍ରଭୁଙ୍କର ନାମ ଜପ ବା ନାମ ସଂକୀର୍ତ୍ତନ ଦ୍ୱାରା ସହଜରେ ପ୍ରାପ୍ତ କରାଯାଇପାରେ। କଳି ସନ୍ତରଣ ଉପନିଷଦ ନାମକ ଗ୍ରନ୍ଥରେ ସହଜ ନାମ ସଂକୀର୍ତ୍ତନର ବର୍ଣ୍ଣନା କରାଯାଇଛି। ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ। ଚୈତନ୍ୟ ମହାପ୍ରଭୁ ଆଦ୍ୟ 16ଶ ଶତାବ୍ଦୀରେ ହରିନାମ ସଂକୀର୍ତ୍ତନ ମଣ୍ଡଳୀ ଗଠନ କରି ବଙ୍ଗଳାର ନବଦ୍ୱୀପଠାରେ ରାସ୍ତାରେ ନୃତ୍ୟ କୀର୍ତ୍ତନ କରିବାକୁ ଲାଗିଲେ। ଉଦ୍ଦେଶ୍ୟ ତାଙ୍କର ଥିଲା ସଂଗଠିତ ସଂକୀର୍ତ୍ତନ ମାଧ୍ୟମରେ ଜନତାଙ୍କୁ ଈଶ୍ୱର ପ୍ରାପ୍ତି ପାଇଁ ସଚେତନ କରାଇବା। 1508ରୁ 1510 ମସିହା ମଧ୍ୟରେ ଚୈତନ୍ୟ ମହାପ୍ରଭୁ ବିହାର ପ୍ରଦେଶର ଗୟାଠାରେ ଈଶ୍ୱରପୁରୀଙ୍କ ଠାରୁ ଦୀକ୍ଷା ଗ୍ରହଣ କରି ନବଦ୍ୱୀପକୁ ଫେରି ସଂକୀର୍ତ୍ତନ ଜାଗରଣର ସଂକଳ୍ପ ଗ୍ରହଣ କରିଥିଲେ। ତାଙ୍କର ଅତି ଘନିଷ୍ଠ ଶିଷ୍ୟ ନିତ୍ୟାନନ୍ଦ ପ୍ରଭୁଙ୍କ ସହିତ ମିଶି ସାଧାରଣ ଜନତାଙ୍କୁ ଏବଂ ସଂକୀର୍ତ୍ତନ ମଣ୍ଡଳୀମାନଙ୍କୁ ଘେନି ବିଶାଳ ସଂକୀର୍ତ୍ତନ ଶୋଭାଯାତ୍ରାର ଆୟୋଜନ ପୂର୍ବକ ନବଦ୍ୱୀପରେ ରାସ୍ତାରେ ଗଗନ ପବନକୁ ପ୍ରକମ୍ପିତ କରି ପକାଇଲେ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଭଗବାନଙ୍କର ଭଲ ପାଇବା ଏବଂ ଭଗବାନଙ୍କର ଶରଣାପନ୍ନ ହେବାର ମହାମନ୍ତ୍ର ପ୍ରଦାନ କରିବାକୁ ଲାଗିଲେ। ନାମ ସଂକୀର୍ତ୍ତନର ମହିମା ପ୍ରଚାର କଲେ। ସେହି 1510 ମସିହାରେ ଚୈତନ୍ୟ ମହାପ୍ରଭୁ ଜଗନ୍ନାଥ ଧାମ ପୁରୀରେ ପହଞ୍ଚିଲେ। ବେଙ୍ଗଲରୁ ଓଡ଼ିଶା ପଥରେ ଆସି 18 ନଳା ଦେଇ ପୁରୀ ସହରରେ ପ୍ରବେଶ କଲେ। ଶ୍ରୀ ଜଗନ୍ନାଥ ସମସ୍ତ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦେଖି ପ୍ରଥମ ଦେଖାରେ ହିଁ ଚୈତନ୍ୟ ତତ୍କ୍ଷଣାତ୍ ଅତି ଆନନ୍ଦ ଦିବ୍ୟ ସ୍ଥିତି ଏବଂ ସମାଧିକୁ ଚାଲିଗଲେ। ସର୍ବଭୌମ ଭଟ୍ଟାଚାର୍ଯ୍ୟ ନାମକ ତାଙ୍କର ଜଣେ ଅନୁଗାମୀ ଶିଷ୍ୟ ତାଙ୍କୁ ପ୍ରକୃତିସ୍ଥ କରାଇଲେ। ଜୀବନର ଅଧିକାଂଶ ସମୟ ଚୈତନ୍ୟ ମହାପ୍ରଭୁ ଏହି ପୁରୀ ଧାମରେ କଟାଇଲେ। କାଶୀ ମିଶ୍ର ନାମକ ଜଣେ ପଣ୍ଡିତଙ୍କ ଘରେ, ଯାହାକୁ ଗମ୍ଭୀରା ବୋଲି କୁହାଯାଉଥିଲା, ସେଠାରେ ଶ୍ରୀ ଚୈତନ୍ୟ ବସବାସ କରି ନାମ ସଂକୀର୍ତ୍ତନର ମହିମା ଓ ପ୍ରଦର୍ଶନ କରିଚାଲିଲେ ଏହି ପୁରୀ ସହରରେ ଏବଂ ପୁରୀ ମନ୍ଦିରରେ ମଧ୍ୟ ସେହି ଦିନଠାରୁ ନାମ ସଂକୀର୍ତ୍ତନର ବିଧି ରହିଆସିଛି। ବନ୍ଧୁଗଣ, ଶେଷରେ ଜଗନ୍ନାଥ ଦର୍ଶନ ବା ଭଗବତ ଦର୍ଶନ ବା ତତ୍ତ୍ୱ ଦର୍ଶନର ବିଶେଷତ୍ୱ ବା ଲାଭ କ'ଣ ଅଛି ଆସନ୍ତୁ ଜାଣିବା। ପ୍ରଥମ ବିଶେଷତ୍ୱ ହେଉଛି
ଭଗବତ ଦର୍ଶନ ଦ୍ୱାରା ମନୁଷ୍ୟକୁ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ମିଳିଥାଏ। ଦ୍ୱିତୀୟତଃ ଦୁଃଖ ନିବୃତ୍ତି ଓ ଆନନ୍ଦ ପ୍ରାପ୍ତି ଭଗବତ ଦର୍ଶନରୁ ହିଁ ପ୍ରାପ୍ତ ହୁଏ। ତୃତୀୟତଃ ବ୍ୟକ୍ତିର ଅଜ୍ଞାନତା ଦୂର ହୋଇ ଆଧ୍ୟାତ୍ମିକ ଜ୍ଞାନରେ ଉନ୍ନତି ହୋଇଥାଏ। ଚତୁର୍ଥରେ ଭଗବତ ପ୍ରାପ୍ତି କରିଥିବା ବ୍ୟକ୍ତି ଦୈବୀ ଶକ୍ତିର ଅଧିକାରୀ ହୋଇପାରନ୍ତି। ପଞ୍ଚମରେ ନିଷ୍କାମ କର୍ମ ଓ ମାନବ ସେବା ଭଗବତ ପ୍ରାପ୍ତି କରିଥିବା ଲୋକର ଲକ୍ଷଣ, ତେଣୁ ତାଙ୍କ ମନ ଶୁଦ୍ଧ ରହେ ଏବଂ ପବିତ୍ର ମଧ୍ୟ ରହେ। ଷଷ୍ଠରେ ଭଗବତ ଦର୍ଶନ ଈଶ୍ୱରଙ୍କ ଠାରୁ ବହୁତ କିଛି ପାଇବାର ଯୋଗ୍ୟ ବନାଇଥାଏ। ସପ୍ତମରେ ସମାଜରେ ତାଙ୍କୁ ଅନେକ ସମ୍ମାନ ମିଳେ। ଅଷ୍ଟମରେ ଭଗବତ ଦର୍ଶନ କରିଥିବା ବ୍ୟକ୍ତି ଅନ୍ୟ ବ୍ୟକ୍ତିର ଆଧ୍ୟାତ୍ମିକ ଉନ୍ନତି ଓ ବୃଦ୍ଧିରେ ସହାୟକ ହୋଇପାରନ୍ତି। ତେଣୁ ବନ୍ଧୁଗଣ, ବର୍ତ୍ତମାନ ପର୍ଯ୍ୟନ୍ତ ଭଗବତ ଦର୍ଶନ ବା ତତ୍ତ୍ୱ ଦର୍ଶନ ସମ୍ବନ୍ଧରେ ଯାହା କୁହାଗଲା ତାହା ଥିଲା ଭକ୍ତି ମାର୍ଗର କଥା। ଏ ସଂସାରରେ ସମସ୍ତ ମନୁଷ୍ୟ ସମାନ ନୁହନ୍ତି। ସମସ୍ତଙ୍କର ସଂସ୍କାର ଏବଂ ରୁଚି ଅଲଗା ଅଲଗା। ତେଣୁ କିଏ ଭକ୍ତି ମାର୍ଗକୁ ଆପଣାଇଥାଏ ତ ଆଉ କିଏ କର୍ମ ମାର୍ଗକୁ ବା ଆଉ କିଏ ଜ୍ଞାନ ମାର୍ଗକୁ ଆପଣାଇଥାଏ। ଶ୍ରୀ ବିଷ୍ଣୁଙ୍କର 10 ଅବତାର ମଧ୍ୟରୁ ନବମ ଅବତାର ଥିଲା ବୌଦ୍ଧ ଅବତାର। କେହି କେହି ଏହାକୁ ବଳରାମ ଅବତାର ମଧ୍ୟ କୁହନ୍ତି। ଗୌତମ ବୁଦ୍ଧ ହେଉଛନ୍ତି ଜ୍ଞାନର ଅବତାର। ସେ ହେଉଛନ୍ତି ଲର୍ଡ଼ ଅଫ୍ ୱିସଡମ୍। ତାଙ୍କ ଲୀଳା ଥିଲା ଅତ୍ୟନ୍ତ ବ୍ୟବହାରିକ ଏବଂ ଦିବ୍ୟ ଜ୍ଞାନ ସମ୍ପନ୍ନ ବା ପ୍ରଜ୍ଞା ସମ୍ପନ୍ନ। ବୌଦ୍ଧ ଜ୍ଞାନ ବାସ୍ତବତାର ପ୍ରକୃତ ସ୍ୱରୂପ। ଏ ଜଗତର କ୍ଷଣଭଙ୍ଗୁରତା, ଦୁଃଖ ଏବଂ ଅନାତ୍ମା ଅର୍ଥାତ୍ ଯାହା ନିଜଠାରୁ ଅଲଗା ବାହ୍ୟ ଜଗତର କଥାକୁ ମଧ୍ୟ ଦର୍ଶାଇଥାଏ। ଥରେ ଜଣେ ବୌଦ୍ଧ ଗୁରୁ ତାଙ୍କର ଶିଷ୍ୟଙ୍କ ସହିତ ଗୋଟିଏ ନଦୀ ପାର ହେଉଥିବା ସମୟରେ ଦେଖିଲେ ଜଣେ ଅତ୍ୟନ୍ତ ସୁନ୍ଦରୀ ତରୁଣୀ ନଦୀର ପ୍ରଖର ଜଳସ୍ରୋତରେ ଦେଖି ଭୟଭୀତ ହୋଇ ଚିନ୍ତାରେ ଛିଡ଼ା ହୋଇଛନ୍ତି। ବୌଦ୍ଧଗୁରୁ ତାଙ୍କ ଚିନ୍ତାର କାରଣ ଜାଣିପାରି ତାଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ତରୁଣୀ ଜଣକୁ ନିଜ କାନ୍ଧରେ ବସାଇ ନଦୀ ପାର କରାଇଦେଲେ। ଯୁବକ ଶିଷ୍ୟ ଏହା ଦେଖି ଚିନ୍ତାରେ ପଡ଼ିଗଲେ। ବୁଦ୍ଧ କହିଥିଲେ ନାରୀଙ୍କ ଠାରୁ ଦୂରରେ ରହି ସାଧନା କରିବାକୁ, ହେଲେ ଏ ସୁନ୍ଦରୀ ତରୁଣୀଙ୍କୁ କାନ୍ଧରେ ବସାଇ ନଦୀ ପାର କରାଇଦେବାର କଥାଟା ଶିଷ୍ୟ ହଜମ କରିପାରୁନଥିଲେ। ନଦୀ ପାର ହୋଇ କୌଣସି ଏକ ଜନପଦରେ ପହଞ୍ଚି ଅନ୍ୟାନ୍ୟ କର୍ମ କରିସାରିଲା ପରେ ମଧ୍ୟ ଶିଷ୍ୟଙ୍କର ସେହି ଚିନ୍ତା ଘାରିଥିଲା ଏବଂ ସେ ବିଷର୍ଣ୍ଣ ବଦନରେ କର୍ମ କରିଚାଲିଥିଲେ। ଶିଷ୍ୟଙ୍କର ଏ ଅବସ୍ଥା ଦେଖି ବୌଦ୍ଧଗୁରୁ କଥାର ପ୍ରକୃତ ସ୍ୱରୂପ ବୁଝିପାରିଲେ। ଶିଷ୍ୟଙ୍କୁ ପାଖକୁ ଡାକି କହିଲେ, ହେ ଶିଷ୍ୟ, ମୁଁ ସୁନ୍ଦରୀ ତରୁଣୀଙ୍କୁ ନଦୀର ଗୋଟିଏ ପାଖରୁ ଅନ୍ୟ ପାଖକୁ ଛାଡ଼ି ଦେବାର କେତେ ଘଣ୍ଟା ବିତିଗଲାଣି, ଅଥଚ ତୁମେ କାହିଁକି ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ନିଜ ମୁଣ୍ଡରେ ବହନ କରି ଚାଲିଛ? ମାନବର ପ୍ରକୃତ ମୁକ୍ତି ଜଣେ ନାରୀ ଶରୀରକୁ ସ୍ପର୍ଶ ନ କରିବାରେ ନଥାଏ, କିନ୍ତୁ ମାନସିକ ଭାବରେ ସ୍ପର୍ଶ ନ କରିବାରେ ଥାଏ। ତୁମେ ସୁନ୍ଦରୀ ତରୁଣୀଙ୍କୁ ଯଦିଓ ଶାରୀରିକ ଭାବରେ ସ୍ପର୍ଶ କରିନାହଁ, କିନ୍ତୁ ମାନସିକ ସ୍ତରରେ ତୁମେ ତାଙ୍କ ସୌନ୍ଦର୍ଯ୍ୟରେ ପ୍ରଭାବିତ ହୋଇ ସେ ଭାବନାର କ୍ରୀତଦାସ ପାଲଟି ଯାଇଛ। ହେ ଶିଷ୍ୟ, ବ୍ୟବହାରିକ ଦୁନିଆରେ ଅନ୍ୟକୁ ଦୟା କରିବା, ସାହାଯ୍ୟ କରିବା, ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଏବଂ କର୍ମଟିକୁ କରିସାରି ମନରୁ ତାକୁ ପୋଛିଦେବା ହିଁ ମୁକ୍ତିର ମାର୍ଗ ଅଟେ। ବର୍ତ୍ତମାନରେ ଜୀଇବା ହିଁ ମୁକ୍ତିର ମାର୍ଗ ଅଟେ। ଅତୀତରେ ହୋଇଯାଇଥିବା ଘଟଣାକୁ କ୍ଷଣଭଙ୍ଗୁର ଜ୍ଞାନ କରି ବର୍ତ୍ତମାନରେ ଜୀବାକୁ ମୁକ୍ତି କୁହନ୍ତି। ଏହା ହିଁ ଗୌତମ ବୁଦ୍ଧଙ୍କର ଜ୍ଞାନ ଅଟେ। ଏ କଥା ଶୁଣି ବୌଦ୍ଧ ଶିଷ୍ୟ ଜଣକ ନିଜ ଭୁଲ ବୁଝିପାରିଲେ। ଏବେ ଚିନ୍ତାଶୂନ୍ୟ ହୋଇ ପ୍ରକୃତ ମୁକ୍ତିର ପଥରେ ସେ ଶିଷ୍ୟ ଅଗ୍ରସର ହେଲେ। ତେଣୁ ବନ୍ଧୁଗଣ, ଦର୍ଶନାତ୍ ମୁକ୍ତିର ଏ ଭିଡ଼ିଓଟିକୁ ଆପଣ ସମ୍ପୂର୍ଣ୍ଣ ଦେଖିଥିବାରୁ ଧନ୍ୟବାଦ। ଆପଣଙ୍କର ନିଜର ମୁକ୍ତି ପାଇଁ କେଉଁ ମାର୍ଗ ଆପଣାଇବେ, ଅର୍ଥାତ୍ ଭକ୍ତି ମାର୍ଗ ନା କର୍ମ ମାର୍ଗ ନା ଜ୍ଞାନ ମାର୍ଗ ଆପଣାଇବେ, ତାହା ଆପଣଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଆଜି ପାଇଁ ଏତିକିରେ ରହିଲି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।